ଇକୋ ବ୍ୟାଙ୍କ ନୋମିନେସନ୍ ଫର୍ମ କିପରି ଫିଲ୍ଅପ୍ କରିବା ତାହା ମୁଁ ଆଜି କହିବାକୁ ଯାଉଛି। ଫର୍ମଟି କିଛି ଦେଖିବାକୁ ଏଇଭଳି। ପ୍ରଥମେ ନେମ୍ରେ ନିଜର ନାମ ଲେଖି ଦିଅନ୍ତୁ। ଆର୍ ଓ ଯେଉଁଠି ଦେଇଛି ଦେଖନ୍ତୁ, ଏଠି ନିଜର ଗାଁର ନାମ, ସେଠି କମା ଦେଇକି ପୋଷ୍ଟ ଅଫିସର ନାମ ଆଉ କମା ଦେଇକି ଡିଷ୍ଟ୍ର ନାମ ଲେଖିଦେବେ। ଏବେ ଡାଇରେକ୍ଟ ଡିପୋଜିଟ୍ ସେକ୍ସନରେ ଆସିଯାଆନ୍ତୁ। ତ ଆକାଉଣ୍ଟ ନମ୍ବର ଜାଗାରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଅନ୍ତୁ। ବର୍ତ୍ତମାନ ରାଇଟ୍ରେ ନୋମିନିରେ 18+ କାହାର ବି ନାମ ଲେଖିପାରିବେ। ଆପଣ ନିଜ ପ୍ୟାରେଣ୍ଟସ୍ର ନାମ ଲେଖିଦିଅନ୍ତୁ। ଯେପରି ମୁଁ ମୋ ପ୍ୟାରେଣ୍ଟସ୍ର ନାମ ଲେଖିଦେଇଛି। ତ ଆଡ୍ରେସ୍ରେ ନିଜର ଆଡ୍ରେସ୍ ଲେଖିଦିଅନ୍ତୁ। ଯେପରିକି @PO ନିଜର ଗ୍ରାମର ନାମ, PO ଦେଇକି ପୋଷ୍ଟ ଅଫିସର ନାମ। ଏଇ ଫର୍ମାଟ୍ ଫଲୋ କରନ୍ତୁ। ତ ରିଲେସନସିପ୍ ଲେଖାଯାଇଛି, ଯେଉଁଟା ଆପଣ ନୋମିନିର ନାମ ଯାହା ରଖିବେ ସେ ଆପଣଙ୍କ ରିଲେସନରେ କ'ଣ ହେବେ ତ ତାହା ମେନସନ୍ କରିବେ। ତ ମୁଁ ଦେଖନ୍ତୁ ଫାଦର ଲେଖିଛି, କାରଣ ମୋ ବାପାଙ୍କର ନୋମିନିରେ ରଖିଛି। ତ ଏଜ୍ରେ ଆପଣ ଏଜ୍ ଲେଖିଦେବେ। ଡେଟ୍ ଅଫ୍ ବାର୍ଥ ନିଜ ପ୍ୟାରେଣ୍ଟସ୍ ଯାହାର ନାମରେ ଆପଣ ଲେଖିଥିବେ ତାର ଡେଟ୍ ଅଫ୍ ବାର୍ଥଟା ଲେଖିଦେବେ। ତ ନୋମିନି ଯଦି 18+ ନ ହୁଏ, ଅନ୍ୟ ଯେଉଁ ସବୁ ଦେଇଛି ଆପଣଙ୍କର ଫିଲ୍ଅପ୍ କରିବାକୁ, ତାକୁ ଆପଣଙ୍କୁ ପୂରଣ କରିବାକୁ ପଡ଼ିବ। ସେଥିପାଇଁ ନୋମିନିରେ ପ୍ୟାରେଣ୍ଟସ୍ର ନାମ ଲେଖିଦିଅନ୍ତୁ, କିମ୍ବା 18+ କାହାର ବି ନାମ ରଖନ୍ତୁ। ନହେଲେ ଆପଣଙ୍କୁ ସବୁ ଯେତିକି ଦେଇଛି ସବୁ ଫିଲ୍ଅପ୍ କରିବାକୁ ପଡ଼ିବ। ଏହାପରେ ସିଧା ସିଗ୍ନେଚର୍ ପାଖରେ ସିଗ୍ନେଚର୍ ମାରି ଦିଅନ୍ତୁ। ଏଥିସହିତ କମ୍ପ୍ଲିଟ୍ ହେଇଯାଉଛି ଆମ ଫର୍ମ ଫିଲ୍ଅପ୍।